ଦେଖନ୍ତୁ ମୁଁ ବିଜେପି ଦଳରେ 10 ବର୍ଷ ହେଲା ଦୀର୍ଘ କାମ କରିଥିଲି। ଭାରତୀୟ ଜନତା ପାର୍ଟିକୁ ଭଲ ପାଇ ନରେନ୍ଦ୍ର ମୋଦିଙ୍କର 400 ପାରରେ ମୁଁ ଥିଲି। ଯିଏ ଏଠି ଆମର ପ୍ରିୟ ସାଂସଦ ଥିଲେ, ତାଙ୍କର ସେ ଟିକେଟ୍ଟିକି ଯେତେବେଳେ ଗଣେଶ ଜଗଦକୁ ବିକ୍ରି କରିଦେଲେ ଚିଲିକା ବିଧାୟକକୁ, ସେତେବେଳେ ବାଧ୍ୟ ହୋଇ ମୁଁ ବିଜେପି ଛାଡ଼ିଲି ଏବଂ ବିଜେପିରୁ ରିଜାଇନ୍ ଦେଲି। ବିଜେପିରୁ ରିଜାଇନ୍ ଦେଲା ପରେ ମୁଁ ବି ଆଉ ଦଳ ବେଇମାନି କରିନାହାନ୍ତି ଦଳର ବୋଲି ମୁଁ ଚିନ୍ତା କରିଥିଲି, କିନ୍ତୁ ମୋର କର୍ମୀ ଭାଇମାନେ ଦଳ ଯେଉଁ ବେଇମାନି କଲା, ସଂଗଠନ ଯେଉଁ ବେଇମାନି କଲା, ଅପରାଜିତା ଷଡ଼ଙ୍ଗୀ ଯେଉଁ 2 କୋଟି ଟଙ୍କା ଗଣେଶ ଜଗତଠୁ ଆଣି ମୋତେ ଟିକେଟ୍ ଦେଲାନି, ମୁଁ କାନ୍ଦିଲି। 8 ଦିନ 10 ଦିନ ପର୍ଯ୍ୟନ୍ତ କାନ୍ଦିଲି। ମୋ କର୍ମୀ ଭାଇମାନଙ୍କୁ ପଚାରିଲି, ମୋ ଭାଇମାନେ କହିଲେ ଯେ କିଛି ନାହିଁ, ଆମେ ତୁମକୁ ଟଙ୍କାଏ ଆଦାୟ କରିଦେଇ ତୁମକୁ ଭାରତୀୟ ଜନତା ପାର୍ଟି ତୁମେ ଛାଡ଼ିକି ଆଇଛ, ଆମେ ନିଶ୍ଚିତ ଖୋର୍ଦ୍ଧା ବୀର ପାଇକ ମାଟିରେ ତୁମକୁ ଜିତେଇବୁ। ଏ ପାଇକ ମାଟି, ଏ ମାଟି କଥା କହି, ଏ ମାଟି ଚୁପୁଡ଼ିଲେ ରକ୍ତ ବାହାରେ, ଏ ମାଟିରୁ ସବୁ କିଛି ହେଇଛି। ଆପଣ ଦେଖିଦେବେ 1817 ମସିହାରେ ବ୍ରିଟିଶ ସରକାର ଏଇଠୁ ମାନେ ପଳେଇଥିଲା, କିନ୍ତୁ ନିଶ୍ଚିତ ଏଠୁ ଏ ଯେଉଁ 2ଟି ଜାଗା ଚୋର ଠିଆ ହେଇନ୍ତି, ଇଏ ଯୋଡ଼ିଏ ଜାବଡ଼ା ଖାଇଏ ନିଶ୍ଚିତ ଯିବେ। ହଁ, ଖାଲି ଅଖିଳ ବାବୁ କହିନାହାନ୍ତି, ଡାହାଣୀ ଏ ସାରା ଖୋର୍ଦ୍ଧା MP ସିଟ୍ରେ ଟୋଟାଲ 7 ଜାଗା ଜୋନ୍ରେ ବୁଲୁଛି, 7 ଜାଗା ବିଧାନସଭାରେ ବୁଲୁଛି। କାରଣ ସବୁ ଲୋକ ସେଠି ବଳି ଖାଇଛନ୍ତି ଏବଂ ସବୁ ଲୋକଙ୍କୁ ସେ ଡାକି ତାଙ୍କୁ ବିଧାୟକ ଟିକେଟ୍ ଦେବେ ବୋଲି କହି ସେ ଲୋକଙ୍କୁ 3-4 କୋଟି ଟଙ୍କା ଖର୍ଚ୍ଚ କରି ଛାଡ଼ିଛନ୍ତି। ଲୋକ ଏବେ ଘରେ ବସିକି, ଆପଣ ଜାଣିଥିବେ ଉତ୍ତରର ଜଣେ ଭାଇ ତାଙ୍କ ସେ ବୁଲିକି କାନ୍ଦୁଛନ୍ତି। 3 କୋଟି ଟଙ୍କା ତାଙ୍କୁ ଖର୍ଚ୍ଚ କରାଇଦେଲେ। ସନ୍ତୋଷ ଜେନାକୁ 2 କୋଟି ନେବେ ଟିକେଟ୍ ଦେବେ ବୋଲି କହିଥିଲେ, ତାଙ୍କୁ କ'ଣ ହେଲା ଲୁଲୁ ବାବୁ ଧମକେଇଲେ, ସେ ରହିଗଲେ। ସନ୍ତୋଷ ଜେନାକୁ ଦିନେ ଗୋଟେ 50 ଲକ୍ଷ ଖର୍ଚ୍ଚ କରିକି ମିଶିବାକୁ କହିଲେ, ସେ ମିଶିଲେ ଦଳରେ 2 କୋଟି ନେବେ ବୋଲି କହିଥିଲେ, ଟିକେଟ୍ ଦେବା ପାଇଁ କହିଥିଲେ। ମାନେ ଅପରାଜିତା ଷଡ଼ଙ୍ଗୀ ଏଠି ଟିକେଟ୍ ବିକିବା ଆରମ୍ଭ କଲେ। ଏ ଦଳର ଟିକେଟ୍ ବିକ୍ରି ନଥିଲା, ଗୋଟିଏ ଲୋକ ଅପରାଜିତା ଷଡ଼ଙ୍ଗୀ ଏଠି ଟିକେଟ୍ ବିକ୍ରି କଲେ। ଚିହ୍ନ ତ ମୋର ବାଲ୍ଟି ଚିହ୍ନ। ଆପଣ ଦେଖନ୍ତୁ, ନିତ୍ୟ ସକାଳୁ ଘରୁ ଉଠିଲେ ବାଲ୍ଟିରେ ଆଗେ ପାଣି ଭରି ହୋଇ, କିନ୍ତୁ ମୋର ବାଲ୍ଟି ଚିହ୍ନ ହୋଇଛି। ଆଜିଠାରୁ ମୁଁ ଧାନ ମୁଠି ଅନୁକୂଳ କରି ବାହାରିଲି ଏବଂ ମୋର ପ୍ରଚାର ବି ଆଜିଠାରୁ ମୁଁ ପୂଜା କରିକି ମା ଭଗବତୀଙ୍କ ମନ୍ଦିରରୁ ବାହାରିଛି। ଦେଖନ୍ତୁ, ସେଇ ମା ଭଗବତୀଙ୍କର କୃପା ଏବଂ ଜଗନ୍ନାଥ ମହାପ୍ରଭୁଙ୍କର ଯାହା କୃପା ରହିବ, ସେଥିପାଇଁ ମୁଁ ଜଗନ୍ନାଥ ପାଖରେ ନିକଟରେ ପ୍ରାର୍ଥନା ମାଗୁଛି। ଆଉ ନିଶ୍ଚିତ ଏଠି ସ୍ୱାଧୀନ ପ୍ରାର୍ଥୀ ଖୋର୍ଦ୍ଧା ମାଟିରେ ଜିତିବ। ଲୋକଙ୍କ ପାଇଁ ଭାଇ ଦେଖନ୍ତୁ, ମୁଁ ତ ଜଣେ ସ୍ୱାଧୀନ ପ୍ରାର୍ଥୀ ହିସାବରେ ସରକାରଙ୍କର ଯେଉଁ ସରକାର ଆସୁ, ଯାହାର ଯାହା ବିଧି ବ୍ୟବସ୍ଥା ଥିବ ତାକୁ ମୁଁ ଲୋକଙ୍କ ପାଖରେ ପହଞ୍ଚାଇବି ଏବଂ ମୋର କୌଣସି ଲୋକ ବାଦ୍ ପଡ଼ିବେନି। ଯଦି ଆଜି ଆବାସ ଯୋଜନା ହେଉ, ରାସନ କାର୍ଡ଼ଟିଏ ହେଉ, ଭତ୍ତାଟିଏ ହେଉ, ଯେତିକି ସଫିସିଏଣ୍ଟ ଦରକାର ନୀତି ବ୍ୟବହାର ଜିନିଷ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଆଗାମୀ ଦିନରେ ନିଶ୍ଚିତ ନୂଆ ବଡ଼ ନବ ରାଜନୀତି। ଆଉ ଏବେ ଏ ପାଇକ ମାଟିରେ କେହି ମାନେ ହାରି ନାହାନ୍ତି, କିନ୍ତୁ ନିଶ୍ଚିତ ମୁଁ ଜିତିବି। ମୁଁ ଗ୍ୟାରେଣ୍ଟି ନେଇକି ଯିବି। ଗୋଟିଏ କଥା, ଆଜି ଟାଙ୍ଗୀ ବ୍ଲକ୍ ଦେଖନ୍ତୁ, ଜଳସେଚନ ନାହିଁ। ନିଶ୍ଚିତ ଯଦି 30% ଜଳସେଚନ 35% ଅଛି, ତାକୁ 80%ରେ 5 ବର୍ଷ ଭିତରେ ମୁଁ ଲଗେଇଦେବି। ଆଉ ଗୋଟିଏ ଜିନିଷ ଦେଖନ୍ତୁ, ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକର ଆପଣ ଦେଖିଦେବେ ଘେରବନ୍ଧ ନାହିଁ, ନିଶ୍ଚିତ ଘେରବନ୍ଧ ହେବ। ଆପଣ ଖୋର୍ଦ୍ଧା ବ୍ଲକରେ ଦେଖିବେ ବନ୍ୟା ପାଇଁ ଗୋଟେ ନଦୀବନ୍ଧ ଦରକାର, ନିଶ୍ଚିତ ନଦୀବନ୍ଧ ହେବ। ଖୋର୍ଦ୍ଧା ଟାଉନ୍ ପାଇଁ ଆପଣ ଜାଣିଥିବେ କ୍ୟାବିନି ସହର ଅଛି, କିନ୍ତୁ ମାର୍କେଟ କମ୍ପ୍ଲେକ୍ସ କରି ଯଦି ମୁଁ ନିଶ୍ଚିତ ମାର୍କେଟ କମ୍ପ୍ଲେକ୍ସ କରି ଲୋକମାନଙ୍କର ବ୍ୟବସାୟ କରିବାକୁ ସୁବିଧା କରିଦେବି।